ଆଜିଠୁ ଦେଶରେ ଅନେକ ପରିବର୍ତ୍ତନ। ଜୁଲାଇ 1ରୁ ଦେଶରେ ଅନେକ ନିୟମ ହେଲା ପରିବର୍ତ୍ତନ। ତ ଏ ନେଇ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଚାଲନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିପାରିବା। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ କରି ଦେଖୁଛନ୍ତି ତାହେଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଏମିତି ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ। ଜୁଲାଇ ଆରମ୍ଭରୁ ଦେଶରେ ଅନେକ ନିୟମ ପରିବର୍ତ୍ତନ ହୋଇଯାଇଛି। ଆଜି 19 କିଲୋଗ୍ରାମ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର 31 ଟଙ୍କା ଶସ୍ତା ହୋଇଛି। ଏଥିସହିତ ହିରୋ ମୋଟରକପ୍ ଗାଡ଼ିର ମୂଲ୍ୟ 1500 ଟଙ୍କାକୁ ବୃଦ୍ଧି କରାଯାଇଛି। ମାସର ପ୍ରଥମ ଦିନରେ ଘଟିଥିବା ପ୍ରମୁଖ ପରିବର୍ତ୍ତନଗୁଡ଼ିକ ସିଧାସଳଖ ଲୋକଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ। ଆର୍ବିଆଇର ନୂଆ ନିୟମ ଅନୁସାରେ ଭାରତର ବିଲ୍ ପେମେଣ୍ଟ ସିଷ୍ଟମ ମାଧ୍ୟମରେ କ୍ରେଡିଟ୍ କାର୍ଡ଼ ଦେୟ ପ୍ରଦାନ କରାଯିବ, ଯାହା ଡିଜିଟାଲ ପେମେଣ୍ଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ସେହିପରି ଟ୍ରାଇ ମୋବାଇଲ ନମ୍ବର ପୋର୍ଟାବିଲିଟି ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି। ନୂଆ ନିୟମ ଅନୁସାରେ ଯଦି ଆପଣଙ୍କ ସିମ୍ କାର୍ଡ଼ କୌଣସି କାରଣରୁ ନଷ୍ଟ ହୋଇଯାଏ ବା ହଜିଯାଏ, ତେବେ ଆପଣ 7 ଦିନ ପରେ ନୂଆ ସିମ୍ କାର୍ଡ଼ ପାଇପାରିବେ। ଯଦି ଆପଣଙ୍କର ଆକାଉଣ୍ଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଛି ଏବଂ ଆପଣ 3 ବର୍ଷ ଧରି କୌଣସି ଟ୍ରାଞ୍ଜାକ୍ସନ୍ କରିନାହାନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ। ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍ ରିଚାର୍ଜ ମହଙ୍ଗା କରିବାକୁ ନେଇ ଘୋଷଣା କରାଯାଇଥିଲା। ଜୁଲାଇ 3ରୁ ଜିଓ ଏବଂ ଏୟାରଟେଲ୍ ଯୋଜନା ମହଙ୍ଗା ହେବ। ଭୋଡାଫୋନ୍ର ନୂତନ ଯୋଜନା ଜୁଲାଇ 4ରୁ ମହଙ୍ଗା ହେବାକୁ ନେଇ ସୂଚନା ରହିଛି।